ଭାଗ୍ୟ ଉପରେ ନୁହେଁ, ପରିଶ୍ରମ ଉପରେ ବିଶ୍ୱାସ କରନ୍ତୁ। ଭାଗ୍ୟକୁ ପ୍ରଭାବିତ କରେ ପରିଶ୍ରମ। ପ୍ରୟାସ ଦ୍ୱାରା ସଫଳ ହୁଏ ଜୀବନ। ପରିଶ୍ରମ ହିଁ ପ୍ରଦାନ କରେ ଯଶ ଏବଂ ପୁଣ୍ୟ। ପରିଶ୍ରମ ଦ୍ୱାରା ସମ୍ଭବ ହୁଏ ସବୁକିଛି। ପରିଶ୍ରମ ଦ୍ୱାରା ହୁଏ ବ୍ୟକ୍ତିତ୍ୱ ନିର୍ମାଣ। ସମସ୍ତ ସଫଳତାର ମୂଳ ହେଉଛି ପରିଶ୍ରମ। ଭାଗ୍ୟ ଭରସାରେ ରହିବା ଉଚିତ କି? ଜୀବନରେ ସଫଳତା ହାସଲ କରିବା ପାଇଁ ଭାଗ୍ୟ ଜରୁରୀ ନା ପରିଶ୍ରମ? ଏହା ଏପରି ଏକ ପ୍ରଶ୍ନ ଯାହାର ଉତ୍ତର ଉପରେ ସଫଳତାର ଯାତ୍ରା ନିର୍ଭର କରେ। କେତେଥର ଆମେ ଏମିତି ସଫଳ ଲୋକଙ୍କୁ ଦେଖି କହି ପକାନ୍ତି, ସେ ଲୋକ କେତେ ଭାଗ୍ୟଶାଳୀ ଅଟେ, ମୋତେ ବି ତାଙ୍କ ପରି ସଫଳତା ମିଳନ୍ତା କି? ଗୋସ୍ୱାମୀ ତୁଳସୀଦାସ ରାମଚରିତମାନସରେ କର୍ମକୁ ଭାଗ୍ୟଠାରୁ ବଡ଼ ବୋଲି ବିଚାର କରି କହିଛନ୍ତି ଯେ, କର୍ମ ହିଁ ବିଶ୍ୱରେ ପ୍ରଧାନ ଅଟଳ। ଯେମିତି କର୍ମକୁ ସେମିତି ଫଳ ମିଳଇ। ଏହି କଥାକୁ ସବୁ ଧର୍ମ ଗ୍ରନ୍ଥରେ ପ୍ରକାରାନ୍ତରେ ପ୍ରମାଣିତ କରାଯାଇଛି କି ସଂସାରରେ ସମସ୍ତଙ୍କୁ କର୍ମ କରିବାକୁ ହୋଇଥାଏ ଏବଂ ସେହି ଅନୁସାରେ ତାକୁ ଫଳ ମିଳିଥାଏ। ସନ୍ଥ କବୀର ଦାସ କହିଛନ୍ତି ଯେ, ଏକ କର୍ମ ହେ ବନା, କପଳେ ବୀଜ ବହୁତ। ଏକ ହେ ମୁଞ୍ଜନା, ଉଦୟନ ଅଙ୍କୁର ସୁତ। କବୀରଙ୍କ ଦୃଷ୍ଟିରେ ଦେଖିଲେ ତ ଏକ କର୍ମ ନିଷ୍କାଦନରେ ଅନେକ ଗୁଣ ଫଳ ବା ପରିଣାମ ମିଳିପାରେ। ତେଣୁ ଯେପରି କର୍ମକୁ ସେପରି ପରିଣାମ ମିଳିଥାଏ। ଭାଗ୍ୟ କ'ଣ? ଏହି ପ୍ରଶ୍ନର ଉତ୍ତର ପ୍ରସିଦ୍ଧ ପୁସ୍ତକ ଦ ମଙ୍କ ହୁ ସୋଲ୍ଡ ହିଜ୍ ଫରାରୀରେ ମଧ୍ୟ ଦିଆଯାଇଛି। ଏହାର ଉତ୍ତରରେ କୁହାଯାଇଛି ଯେ, ଭାଗ୍ୟ ଆଉ କିଛି ନୁହେଁ, ବରଂ ଏହା କେବଳ ପ୍ରସ୍ତୁତି ଏବଂ ସୁଯୋଗର ମିଳନ ମାତ୍ର। ଯେପରିକି ଆମେ ଦେଖନ୍ତି, ସଫଳତା ହାସଲ କରିବା ପଛରେ ପ୍ରସ୍ତୁତିର ମୁଖ୍ୟ ଭୂମିକା ରହିଥାଏ। ଯେଉଁ ବ୍ୟକ୍ତି ପୂର୍ବରୁ ପ୍ରସ୍ତୁତ ଥାନ୍ତି, ଯଦି ତାଙ୍କୁ ସୁଯୋଗ ମିଳେ, ସେ ତା'ର ଲାଭ ଉଠାଇବାରେ ସଫଳ ହୋଇଥାନ୍ତି। ଯଦି ଭାଗ୍ୟ ଏପରି ଲୋକର ଦ୍ୱାର ଠକ୍ ଠକ୍ କରେ, ଯିଏ ପ୍ରସ୍ତୁତ ନଥାନ୍ତି, ତେବେ ସେପରି ଲୋକ ନିଶ୍ଚିତ ଭାବରେ ଅସଫଳ ହିଁ ହେବେ। ଜୀବନରେ ସଫଳତା ପାଇବା ପାଇଁ ଶାଶ୍ୱତ ରୂପରେ ତିନୋଟି ମୂଳ ତତ୍ତ୍ୱ ସର୍ବଦା ଧ୍ୟାନରେ ରଖିବା ଉଚିତ: ପରିଶ୍ରମ, ସଚ୍ଚୋଟତା ଏବଂ ବିଶ୍ୱାସ। ଏହା ବିନା କୌଣସି ବି ସଫଳତା ଦୀର୍ଘକାଳ ରହିପାରିବ ନାହିଁ। ଏକ ସଫଳ ବ୍ୟକ୍ତିକୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି ତିନି ମୂଳତତ୍ତ୍ୱକୁ ଦୃଢ଼ତାର ସହିତ ଧାରଣ କରିବାକୁ ହିଁ ପଡ଼ିଥାଏ। ଜୀବନର ଖୁସି ଏବଂ ଜୀବିକା ସହିତ ସଫଳତାର ସହିତ ସିଧା ସମ୍ବନ୍ଧ ଥାଏ। ସେହି ବ୍ୟକ୍ତି ଖୁସି ଏବଂ ସଫଳ ଅଟେ, ଯିଏ ଏମାନଙ୍କ ମଧ୍ୟରେ ସନ୍ତୁଳନ ରଖିଥାଏ। ଆମର ଚେଷ୍ଟା ଏହା ହେବା ଉଚିତ ଯେ, ଆମେ ନିରନ୍ତର ଭାବେ ଏମାନଙ୍କ ସନ୍ତୁଳନକୁ ଉଚ୍ଚ ସ୍ତରରେ ରହିବା ପାଇଁ ନିଜକୁ ସକ୍ଷମ ରଖିବା। ଅନ୍ୟ ପ୍ରକାରରେ କହିଲେ, ପରିଶ୍ରମ ହେଉଛି ନିର୍ମାଣାଧୀନ ଭବନର ମୂଳଦୁଆର। ସେହି ପ୍ରଥମ ଇଟା ଅଟେ, ଯାହା ଉପରେ ଭବିଷ୍ୟରୂପୀ ଆକର୍ଷକ ଅଟ୍ଟାଳିକାର ସମସ୍ତ ଭାର ନ୍ୟସ୍ତ ଅଟେ। ଯଦି କୌଣସି ବ୍ୟକ୍ତି କେବଳ ଭାଗ୍ୟ ଉପରେ ନିର୍ଭର କରେ, ତେବେ ଅକର୍ମଣ୍ୟ ହୋଇ ଲଟେରୀ ଟିକେଟ କିଣେ, ଜୁଆ ଖେଳି ଭାଗ୍ୟ ବଦଳିବାର ଅପେକ୍ଷା କରେ, ଆଉ ନିଜର ସବୁକିଛି ହରାଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି କଠିନ ପରିଶ୍ରମ କରେ, ସେ ବିଶ୍ୱାସକୁ ମଧ୍ୟ ନିଜ ଆୟତ୍ତରେ କରିନିଏ। ଭାଗ୍ୟ ଉପରେ ବିଶ୍ୱାସ ନ କରି କଠୋର ପରିଶ୍ରମ କରିବା ଆବଶ୍ୟକ। ଯଦି ଆପଣ କଠୋର ପରିଶ୍ରମ କରିବା ବିନା ଭାଗ୍ୟ ଉପରେ ଭରସା କରୁଛନ୍ତି, ତେବେ ଆପଣ ଭାଗ୍ୟକୁ ବି ହାରିଯିବା ପାଇଁ ବାଧ୍ୟ କରିପାରନ୍ତି। ଆପଣ ଶ୍ରେଷ୍ଠ ଧାବକ ହେବାକୁ ଚାହୁଁଛନ୍ତି, ଏଥିପାଇଁ କଠୋର ପରିଶ୍ରମ ସହ ଦିନରାତି ପ୍ରସ୍ତୁତି କରିଥାନ୍ତି। ତେଣୁ
ଆପଣଙ୍କ ପରିଶ୍ରମର ଫଳ ମିଳିଥାଏ ଏବଂ ଆପଣ ଦିନେ ଜଣେ ସଫଳ ଧାବକ ହୁଅନ୍ତି। ଯେଉଁ ଲୋକ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରେ, ଜୀବନ ତାଙ୍କ ପ୍ରତି ଉଦାରଶୀଳ ହୋଇଥାଏ। ଯେତେବେଳେ କେହି ବ୍ୟକ୍ତି ସଫଳ ହେବା ପାଇଁ ନିଶ୍ଚୟ କରି ନେଇଥାଏ, ତେବେ ସାରା ସୃଷ୍ଟି ତାକୁ ସଫଳ କରିବା ପାଇଁ ଲାଗି ପଡ଼ନ୍ତି। କଠୋର ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରକୃତି ସାହାଯ୍ୟ କରେ ଏବଂ ଭାଗ୍ୟ ବି ଏମିତି ଲୋକଙ୍କୁ ଠକି ଦେଇପାରେ ନା। ସଫଳତା ହାସଲ କରିବା ପାଇଁ ଭାଗ୍ୟ ନୁହେଁ, ପରିଶ୍ରମରେ ବିଶ୍ୱାସ କରିବା ଉଚିତ। ମୁଁ ମୋର ଜୀବନ ଏକ ସ୍କୁଲ ଶିକ୍ଷକ ଭାବେ ଆରମ୍ଭ କରିଥିଲି। ଜୀବନର ଏମିତି ଅନେକ ଅବସର ଆସିଲା ଯେବେକି ଲାଗିଲା ଏବେ ଆଗକୁ ବଢ଼ିବା ଖାଲି କଠିନ ନୁହେଁ, ଅସମ୍ଭବ ମଧ୍ୟ। କିନ୍ତୁ ମୁଁ ହାତ ଉପରେ ହାତ ରଖି ବସି ରହିବା ବଦଳରେ ଅସମ୍ଭବ କାମକୁ ବି ପୂରା କରିବା ପାଇଁ ଜୀବନ ବାଜି ଲଗାଇ ଦେଇଥିଲି। କୌଣସି କାର୍ଯ୍ୟ ଏମିତି ରହିଲା ନାହିଁ ଯେ ମୋର କରିବା କଥା ଥିଲା ଏବଂ ମୁଁ କରିନାହିଁ। କେତେଥର ମୋର ବି ପରିଶ୍ରମ ଉପରୁ ବିଶ୍ୱାସ ଉଠିଯାଇଥିଲା। ଆଉ ଅନେକ ଅବସରରେ ମୁଁ ବି ଭାବିଲି କି କ'ଣ ଭାଗ୍ୟ ହିଁ ସବୁକିଛି ଅଟେ? ଯଦି ଏମିତି ହୋଇଥାନ୍ତା, ତେବେ ଭଗବାନ ଶ୍ରୀକୃଷ୍ଣ ଗୀତାରେ କର୍ମକୁ ସର୍ବଶ୍ରେଷ୍ଠ ଓ ଅକାଟ୍ୟ କାହିଁକି କହିଥାନ୍ତେ? ଯଦି ଏମିତି ହୋଇଥାନ୍ତା, ତେବେ ଭଗବାନ ଶ୍ରୀରାମ ବିରାଟ ଗଭୀର ତଥା ଅମାପ ଜଳରାଶି ଯୁକ୍ତ ସମୁଦ୍ରକୁ ଡେଇଁବାର ସାହସ କିପରି କଲେ? ଯେତେବେଳେ କି ତାଙ୍କ ପାଖରେ ମହାପ୍ରତାପୀ ରାବଣ ତୁଳନାରେ ସେନା, ଅବସର ଏବଂ ଅସ୍ତ୍ରଶସ୍ତ୍ର ବି ନଥିଲା। ଏଥିରୁ ସ୍ପଷ୍ଟ ଯେ ପ୍ରତ୍ୟେକ ମହାନ ସଫଳତାର ପଛରେ ମହାନ ପରିଶ୍ରମର ହିଁ ଯୋଗଦାନ ଥାଏ। ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, କାହୁ ନ କହୁ ସୁଖ ଦୁଃଖ କର ଦାତା, ନିକି କୃତ କର୍ମ ଭୋଗ ଶୁଣୁ ଭ୍ରାତା। ଅର୍ଥାତ୍ ନିଜ କର୍ମର ଫଳ ହିଁ ସମସ୍ତଙ୍କୁ ମିଳିଥାଏ। ନିଜ କର୍ମ ଦ୍ୱାରା ମନୁଷ୍ୟକୁ ସୁଖ ବା ଦୁଃଖ ମିଳିଥାଏ। ସେଥିପାଇଁ ଅନ୍ୟ କେହି ଉତ୍ତରଦାୟୀ ନୁହେଁ। ଯେଉଁଦିନ ଆପଣ ପୂରା ଦୃଢ଼ତାର ସହ ମାନି ନେବେ କି ଜୀବନରେ ସଫଳତା ପ୍ରାପ୍ତ କରିବାର ଅଛି ଆଉ ନିଜ ଚେଷ୍ଟାକୁ ସଫଳ କରିବା ପାଇଁ ପରିଶ୍ରମ ହିଁ ଏକମାତ୍ର ମାର୍ଗ ଅଟେ, ସେଦିନ ଆପଣଙ୍କ ପ୍ରତି ପ୍ରଗତି, ସୁଖ, ଯଶ, କୀର୍ତ୍ତି ଓ ସମୃଦ୍ଧି ସ୍ୱତଃ ଆପଣଙ୍କ ନିୟନ୍ତ୍ରଣରେ ଆସିଯିବ। ମନେ ରଖନ୍ତୁ, କାହାରି ବି ଜୀବନ ସଦାସର୍ବଦା ରହେ ନାହିଁ। ଯେବେ ଆମେ ଜନ୍ମ ହୁଅନ୍ତି, ଆମ ହାତରୁ ଜୀବନ ଖସିବାକୁ ଲାଗିଥାଏ। ଯଦି ସମୟକୁ ବହୁ ଚତୁରତାର ସହିତ ଉପଯୋଗ କରା ନଯାଏ, ତେବେ କିଛି ବି ବାକି ରୁହେନି। ସମୟକୁ ଉପଯୋଗ କରୁନଥିବା ଲୋକମାନଙ୍କୁ ଭାଗ୍ୟ ଭରସାରେ ରହିବାକୁ ପଡ଼ିଥାଏ। ମୁଁ ଏହା ଶିଖିଛି ଯେ ଯଦି କେହି ଦିନର 24 ଘଣ୍ଟାକୁ 48 ଘଣ୍ଟାରେ ବଦଳିଲା ଭଳି ଗତିରେ କାମ କରନ୍ତି, ତେବେ ଅନ୍ୟମାନଙ୍କ ଠାରୁ ସେ ଶୀଘ୍ର ସଫଳ ହେବେ। ଏହି ବହିଟିକୁ ଲେଖିଲା ବେଳେ ମୁଁ ମୋର ପତ୍ନୀ ଓ ପରିବାର ଲୋକଙ୍କ ଭାଗ ସମୟର ଉପଯୋଗ କରିଥିଲି। ତେଣୁ ପ୍ରଥମେ ମୁଁ ମୋର ପରିବାର ତଥା ସେ ସବୁ ମିତ୍ରମାନଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନଙ୍କର ଅଧିକାର ମୋର ସେହି ସମୟ ଉପରେ ଥିଲା। ଏହି ପୁସ୍ତକଟିର ସଂଶୋଧନ ଓ ମୁଦ୍ରଣରେ ମୋର ଅନେକ ମିତ୍ର ଓ ସହଯୋଗୀମାନେ ରୁବି ଦେଖାଇଥିଲେ। ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି। ଏହି ପୁସ୍ତକ ମାଧ୍ୟମରେ ମୁଁ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ପାଇଁ ଚାହୁଁଛି ଯେ ସେମାନେ କୌଣସି ବି ପରିସ୍ଥିତିରେ ନିରାଶ ନ ହୋଇ ନିଜର କ୍ଷମତା ଅନୁରୂପ ପୂର୍ଣ୍ଣ ସଚ୍ଚୋଟତାର ସହ ପରିଶ୍ରମ କରନ୍ତୁ ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜର ସଫଳତାର ମାର୍ଗ ପ୍ରଶସ୍ତ କରନ୍ତୁ। ମୁଁ ଆପଣଙ୍କ ପତ୍ର ତଥା ପ୍ରତିକ୍ରିୟାର ପ୍ରତୀକ୍ଷାରେ ରହିଲି।